ମୋ ଲେଖନୀରୁ କେଇପଦ ପେଜ୍ରୁ ସମାଜର ନୀତି ଅନେକାଂଶରେ ଦେଖିବାକୁ ମିଳେ ପରିବାର ଅବା ସମାଜ କ୍ଷେତ୍ରରେ ପ୍ରତ୍ୟେକକୁ ଦୋଷ ଦିଅନ୍ତି। ପ୍ରତ୍ୟେକଙ୍କୁ ଦୋଷ ଦିଅନ୍ତି। ସମସ୍ତେ ଦୋଷ ଦେବାରେ ମାହିର। ବୋଧେ ଏ କଳାଟା ଜନ୍ମ ହେବା ପୂର୍ବରୁ ସମସ୍ତଙ୍କୁ ଏ କଳା ହାସଲ ହୋଇସାରିଥାଏ। ପ୍ରତି କ୍ଷେତ୍ରରେ, ପ୍ରତି ମୁହୂର୍ତ୍ତରେ, ପ୍ରତି ଅବସ୍ଥାରେ, ପ୍ରତି ପଦକ୍ଷେପରେ ପ୍ରତି ଅବସ୍ଥାରେ ସମସ୍ତେ ସମସ୍ତଙ୍କୁ ଦୋଷ ଦେବାରେ ମାହିର। ସମସ୍ତେ ସମସ୍ତଙ୍କୁ ସଦାସର୍ବଦା ଏ ସଂସାରରେ, ଏ ଦୁନିଆରେ ଦୋଷ ଦେଇ ଚାଲନ୍ତି। କିନ୍ତୁ ସମସ୍ୟାରେ ପ୍ରତି ପଦକ୍ଷେପରେ ର କାରଣ ଏ ମଣିଷ। ସମସ୍ୟାରେ ପ୍ରତି ପଦକ୍ଷେପର ଉତ୍ପତ୍ତିର କାରଣ ଏଇ ମଣିଷ। ପ୍ରକୃତରେ ଏହାର କାରଣ କ'ଣ? ଏଠି ଦୋଷ କାହାର ଓ କେମିତି ହେଲା? ଏହା ନମୁନା ଅବହେଳା, ଦୁର୍ବଳ ଚିତ୍ତ, କ୍ଷୀଣ ବୁଦ୍ଧି, ଅସ୍ଥିରତା, ଦାୟିତ୍ୱହୀନତା ଆଉ ଆଳସ୍ୟ ଯୋଗୁଁ ହିଁ ଖୁବ୍ ମାତ୍ରାରେ ସମସ୍ୟା ଉପୁଜେ। ଅନେକାଂଶରେ ଦୋଷ ଦେବାର ଅଭ୍ୟାସଟା ଖୁବ୍ ପୁରୁଣା। ଅନେକାଂଶରେ ଦେଖିବାକୁ ମିଳେ ଦୋଷ ଦେବାର ଅଭ୍ୟାସଟା ଖୁବ୍ ପୁରୁଣା। ଐତିହାସିକରେ ଏହା ନମୁନା ପ୍ରକାଶ ପାଇସାରିଛି। ଆମେ ଜାଣିଛେ ପ୍ରତ୍ୟେକଙ୍କୁ ଦୋଷ ଦେଇ ଚାଲନ୍ତି ପ୍ରତି ପଦକ୍ଷେପରେ। ସେଣିକି ଦୋଷଟା ମୋ ପାଖରେ ଥାଉ, ସେଣିକି ଦୋଷଟା ମୋଠୁ ଆରମ୍ଭ ହେଇଥାଉ ପଛେ, କିନ୍ତୁ ସମସ୍ତେ ସମସ୍ତଙ୍କୁ ଦୋଷ ଦେବାର ମାହିର। ସମସ୍ତେ ଯଦି ଭାବନ୍ତେ ପରିବାର ମୋର, ଦାୟିତ୍ୱ ମୋର, ଦୋଷ ବି ମୋର। ସମସ୍ତେ ଯଦି ଭାବନ୍ତେ ପରିବାର ମୋର, ଦାୟିତ୍ୱ ମୋର, ଦୋଷ ବି ମୋର ବୋଲି ଉକ୍ତ ପରିପ୍ରେକ୍ଷୀରେ ଯଦି ଚିନ୍ତା କରାଯାଏ ସମାଜ ଆଉ ରାଷ୍ଟ୍ର କ୍ଷେତ୍ରରେ ବି ଠିକ୍ ସେପରି ଆଉ ଠିକ୍ ସେମିତି। ସେହିପରି ଆମକୁ ଭାବିବାକୁ ହୁଏ ସମାଜ ମୋର, ଦାୟିତ୍ୱ ମୋର, ଦୋଷ ବି ମୋର ହେବ। ସେହିପରି ଆମେ ଯଦି ଭାବିବା, ଠିକ୍ ସେହିପରି ଯଦି ଆମେ ଭାବିବା ଦେଶ ଆମର, ଦେଶର ପ୍ରତ୍ୟେକଟି ସମସ୍ୟା ଆମର, ଏହାର ସମାଧାନର ରାସ୍ତା ଆମକୁ ହିଁ ଖୋଜିବାକୁ ପଡ଼ିବ। ସମସ୍ୟା କେଉଁ ଜାଗାରୁ ଉତ୍ପନ୍ନ ହେଉଛି, କେଉଁ କାରଣରୁ ଉତ୍ପନ୍ନ ହେଉଛି, ସେ କାରଣକୁ ମୂଳରୁ ଉତ୍ପାଟନ କରିବାକୁ ପଡ଼ିବ। ତାହେଲେ ଦେଶରେ ମାଓବାଦୀଙ୍କର ଆକ୍ରମଣ ଖୁବ୍ କମ୍ ଦେଖାଦେବ।